ବାହାର କରିଛନ୍ତି କଷ୍ଟ କରିକି ଆଉ। ଜୟ ଜଗନ୍ନାଥ ସାଙ୍ଗମାନେ, ଆଜିର ନୂଆ ବ୍ଲଗ୍କୁ ମୁଁ ଆପଣଙ୍କୁ ସ୍ୱାଗତ କରୁଛି। ତ ସାଙ୍ଗମାନେ କ'ଣ କେମିତି ଅଛନ୍ତି? ଭଲ ଅଛନ୍ତି ତ? ସେମିତି ଭଲରେ ରୁହନ୍ତୁ। ତ ସାଙ୍ଗମାନେ, ମୁଁ ଏବେ ବଡ଼ ଦିଦିଙ୍କ ଘରୁ ପଳେଇ ଆସିଛି। ଆସିକି ଏବେ ପଥରଗଣି ଠାକୁରାଣୀ ଯେଉଁଟା ଅଛନ୍ତି, ମୁଁ ସେଇ ଜାଗାରେ ଅଛି। ପଥରଗଣି ଠାକୁରାଣୀ ଆପଣମାନେ ଜାଣିଥିବେ, ମୁଁ ଯେତେ ଥର ବି ଯାଇଛି, ମାନେ ମୁଁ ଯେତେ ଥର, ଏବେ ତ ମୁଁ ବାଇକ୍ ନେଇକି ଯିବା ଆସିବା କରୁଛି, ତ ଅଲଗା କେଉଁଥିରେ ବି ଗଲେ ଗାଡ଼ି ତ ରୁହେ ଫାଇନାଲ୍, ବସ୍ରେ ଗଲେ ବସ୍ ବି ରୁହେ, ବାଇକ୍ରେ ଗଲେ ବାଇକ୍ ବି ମୁଁ ରଖେ। କାହିଁକିନା ମନକୁ ଗୋଟେ ଶାନ୍ତି ଲାଗେ କି ମାଆଙ୍କ ପାଖରୁ ଦର୍ଶନ କରିକି ମୁଁ ଯାଉଛି ହେଲା। ମାନେ ମୁଁ ନୁହଁ, ଯେତେ ଜଣ ବି ଯାଆନ୍ତି, ମୁଁ ଆପଣଙ୍କୁ ସବୁବେଳେ କହିଛି, ଯେତେ ଜଣ ବି ଯାଆନ୍ତି ତ ନମସ୍କାର ହେଇକି ହିଁ ଏଠି ଯାଆନ୍ତି। ସେଠି ଗୋଟେ ଜିନିଷଟା ଅଛି, ମାନେ ଓଡ଼ିଆମାନଙ୍କର ଟିକେ ଅଧିକ ଭଗବାନଙ୍କ ଉପରେ ବିଶ୍ୱାସ ଥାଏ। ଆଉ ତ ସେଥିପାଇଁ ମୋର ତ ବହୁତ ବିଶ୍ୱାସ ଥାଏ କି ମୁଁ ମାଆଙ୍କୁ ଏଇଠୁ ଦର୍ଶନ କରିକି ଗଲେ ମାନେ ସବୁ ଜିନିଷ ଭଲ ହୁଏ। ସେଥିପାଇଁ ସାଙ୍ଗମାନେ, ସବୁଦିନ ପରି ଆଜି ବି ମୁଁ ରହିଛି ମାଆଙ୍କ ପାଖରେ, ମାଆଙ୍କୁ ଦର୍ଶନ କରିବି, ଦର୍ଶନ କରିକି ହିଁ ଯିବି। ତ ଦର୍ଶନ ସରିଲା ମୋର, ତ ମୁଁ ଏବେ ଯାଉଛି। ସାଙ୍ଗମାନେ, ମୁଁ ଆସି କେନ୍ଦ୍ରାପଡ଼ା ପାଖରେ ପହଞ୍ଚିଗଲି, ପ୍ରପର୍ କେନ୍ଦ୍ରାପଡ଼ା ଯେଉଁଟା, କେନ୍ଦ୍ରାପଡ଼ା ମାର୍କେଟରେ ପହଞ୍ଚିଗଲି। ତ ମାର୍କେଟରୁ ମୋତେ ଏବେ ଲାଗିଯିବ ପାଖାପାଖି ଆଉ 1 ଘଣ୍ଟାର ବାଟ। ତ ବାଟରେ କିଛି କାମ ବି ଅଛି, କାମ ଟିକେ ସାରିଦେବା, ତାପରେ ବାହାରି ଯିବା ରୁମ୍କୁ। କ'ଣ ପାଇଁ ନା ସନ୍ଧ୍ୟା ବି ହେଇଗଲାଣି। ତ ମୋର ବାହାରିବା ଟିକେ ଲେଟ୍ ହେଲା ବଡ଼ ଦିଦିଙ୍କ ଘରୁ। ବାହାରିବାର ଲେଟ୍ ଏଥିପାଇଁ ହେଲା, କାହିଁକିନା ଖରା ବହୁତ ଜୋରରେ, ତ ଏବେ ଏ ଟାଇମ୍ରେ ତ ଖରା ବହୁତ ଜୋର ହେଉଛି, ତ ସେଥିପାଇଁ ମୋର ବାହାରିବା ଟିକେ ଲେଟ୍ ହେଲା। ତ ସାଙ୍ଗମାନେ, ମୁଁ ଏବେ ପଳେଇ ଆସିଛି ତେଲ ପକାଇବାକୁ। ତ ଗାଡ଼ିରେ ତେଲ ବହୁତ କମ୍ ଅଛି, କାହିଁକିନା 3ଟା ଖୁଣ୍ଟି ଅଛି, ଗଲାବେଳକୁ ଯାହା ପକାଇକି ଯାଇଥିଲି, ଆଉ ପକାଇ ନଥିଲି। ତ ଏବେ ମୁଁ ପଳେଇ ଆସିଛି ତେଲ ପକାଇବା ପାଇଁ, ତେଲ ପକାଇକି ଯିବି ଆଉ। କାହିଁକିନା ଯାହା ପକାଇଥିଲି ତେଲ, ଗଲାବେଳକୁ ପକାଇଥିଲି, ତେଲ ଟାଙ୍କି ଫୁଲ୍ ଥିଲା, ତ ଆଉ ପକାଇ ନଥିଲି। ଏଇଟା ଗୋଟେ ଇଣ୍ଡିଆନ୍ ଅଏଲ୍ ଅଛି, ଏଇଟା ହେଉଛି ସାଲେପୁରର ଟିକେ ପଛକୁ ଜଷ୍ଟ। ତ ଏବେ ପକାଇଦେବା ତେଲ, ତାପରେ ଦେଖିବା। ଭାଇ ବାରବାର ଅନଉଛନ୍ତି, ଭାଇ ଦେଖିକି ଆସିଛନ୍ତି ଏତେଟାରୁ। ଟ୍ୟାଙ୍କ ଫୁଲ୍ କରିଦେବେ। ଫୁଲ୍ କରିଦେବେ। ହଁ, 101 ଅଛି ଏବେ। 60 ଅଛି, ଜାଣିକି 102 ଆଉ। ଆଉ ଟିକେ ମାର। बस ଥାଉ, ବିଲ୍ଟା ଦେଇଦେବେ। କେତେ ହେଲା? 600 ନିଅନ୍ତୁ। ଆମର ବିଲ୍ ହେଇଛି 673, 674 ଆଉ। ଏଇଟା ଚେଞ୍ଜ କରିଦିଅନ୍ତୁ, ଏଟା ବି ଯାଇଛି।
तो आम तेल पड़ा सरीगला टैंक पे फुल तो पलैया तो आम चलू भाई मैंने अनुले गले से कौन करुच्ची तो देखिकी आउ जन भाई पाखक गले कौन बोलते भिडियो फिडियो कर कौन तो आमर टैंक फुल हो गला तो ये आम चलू पलैया सीधा सीधी ये गोटे भी रॉयल एनफिल्ड शोरूम अच्छी तो यहाँ सालेपुर जस्ट टे पछक सालेपुर आगक अच्छी तो आम जाऊँ देखा बाहर कौ जगह गोटे खाଇବା नहीं जी कहीं आज तो कॉलेज जीविनी इे जी रूम को किसी कम भी अच्छी सफासफी कर रूम कहीं 2 दिन बंद थी तो जहाँ भी नाचना वासना ही पड़ी रूम धूली हो तो इे गलापर आगे कम हो सफा करवा तो सफा करी तापर कहीं जहाँ खाଇବା पीवा कथा देखिए कौट बाहर खाଇବା आज भावुँ गला एपटू नहीं जी ना खाଇବା मगेबी तो चलते देखा गला जहाँ जना पड़ तो ठीक अच्छे मुझे रखुची जाइए डायरेक्ट कॉलेज रे देखा करुँची ना आमर ये सालेपुर पाखे गोटे अच्छी भल आमर मोमो दुकान तो सेठी जदि खाइबी सीधा कॉलेज को पड़े तो सांग मैंने मुझे आसिक सालेपुर पहुँची गली तो सालेपुर मुझे गोटे जगह मोमो बिक्री हुए तो आज खोला अच्छी दुकान तो खाई जीवा जहाँ भी खाईदे अल्प टे जा कहीं भल करती ये साधा पूरा भेज दुकानटा फ्रेंड्स पाखे गाड़ी साइड करदे कौन अच्छी भाई सादा पनीर वेज आउ कौन पनीर वेज खाली पनीर और भेज पनीर खाली गोटे दियो पनीर और मिक्स दुटा मिसई दियो स्टीम वाला हाँ स्टीम दे दियो खाइबे तो दुइटा उठे गोटे काम करनु पार्सल कर दियो गोटे हाफ पार्सल कर दियो आ गोटे छाणी वाला किछ अछि ना नहीं अरे 5 मिनट टाइम लगो और ताले फुल दे दियो दुइटा वाला फुल कर दो तो मिक्स कर दो कम देबे मिक्स आउ पनीर देबे अधिक टिके तो मगे देछि नहीं कि पळेबी लेट हो गलानी तो नहीं कि पळेबाटा बेटर केते टका भाई तारो छोड़ो माछुआती सालेपुर स्थित मां तारिणी के पीठरे सांवत्सरिक वार्षिक पूजा यथाविधि महासमारोह अनुष्ठित हेबो कार्यसूची 13/4/2026 सोमवार दिन शुभ दिवस 14/4/2026 मंगलवार दिन प्रातः 7 घटिका समय रे सूर्य पूजा गो पूजा आंतर सरस्वती पूजा ऑयल पानी किछ होय न कहले अपराह्न 4 घटिका समय रे संध्या 6 घटिका समय रे संध्या 7 तो सांग मैंने पलि ठंडा गोटे पीवाई एना गरम एटे जोर हो हिसाब कर गोटे ठंडा पीबी थम्सअप इज द बेस्ट भाई थम्सअप गोटे दे देवे चार्ज हवा कि
ହଉ ଖାଲି ଦେଇଦିଅନ୍ତୁ ନର୍ମାଲ। ତ ଥଣ୍ଡା ପିଇବା ତାପରେ ଦେଖ ଥଣ୍ଡା ନ ପିଇଲେ ଭାଇ ଯେତିକରେ ଗରମ ହେଉଛି ଆସିବ ମଣିଷ ଖୋଜୁଛନ୍ତି ଚାର୍ଜଟା ହିଁ ଭଲ ଲାଗୁଛି ଟେଷ୍ଟ ତାର ଭଲ ଚାର୍ଜ ପିଇଦେବା। ଭିତରେ ରଖିଦେଇଛନ୍ତି କଷ୍ଟ କରିକି ବାହାର କରିବାକୁ ପଡ଼ୁଛି। ବାହାର କରିଛନ୍ତି କଷ୍ଟ କରିକି ଆଉ। ଥ୍ୟାଙ୍କ ୟୁ ଧନ୍ୟବାଦ। ଏଇ ଯୋଉ ଗରମ ହଉଛି ଦେହ ତ ନାହିଁ କିଛି ଅଠା ଅଠା ଲାଗିଲାଣି। ଫୋନ୍ ଆସୁଛି ଭାଇ ଟିକେ ଟିକେ ପରେ କଥା ହଉଛି। ଦେହ ଭିତରେ ପୁରା ଅଠା ଅଠା ଆଉ ନାହିଁ ଅବସ୍ଥା ନାହିଁ ପୁରା ଗରମ। ସଇଲା ଥଣ୍ଡା ପଇସା ଦେଇ ଯିବା ଲେଟ୍ ହେଇଗଲାଣି ଅଲରେଡ଼ି ବହୁତ ଲେଟ୍ ହେଲାଣି। ତୃପ୍ତି ସାରଙ୍କୁ ଫୋନ୍ କରିଥିଲି ତୃପ୍ତି ସାର ଫୋନ୍ ଉଠେଇ ନାହାନ୍ତି ତ ଆଉ ଥରେ କରିବା ଦେଖିବା କ'ଣ କହୁଛନ୍ତି। ତ ସାଙ୍ଗମାନେ ମୁଁ ଏବେ ବାଟରେ ଅଛି ତ ଥଣ୍ଡା ପିଉଥିଲି ଥଣ୍ଡା ପିଇ ସାରିଲା ପରେ ମୋର ଇଏଟା ଚେକ୍ କରୁଥିଲି ୟୁଟି ଷ୍ଟୁଡ଼ିଓଟା ଯେଉଁଟା ଚେକ୍ କରୁଥିଲି ଆଜିର ଭିଡ଼ିଓଟା ଯେଉଁଟା ପକେଇଥିଲି ବର୍ତ୍ତମାନ ପାଇଁ ଟୋଟାଲ୍ ଭିଉ ଯାଇଛି 673 ଏଇଟା ଯାଇଛି 673 ତ ନୂଆ ନୂଆ ଏବେ ଚାଲୁଛି ଚାଲୁ ଦେଖାଯାଉ ଆଗକୁ କ'ଣ କ'ଣ କେଉଁ ଭିଡ଼ିଓ ସବୁ ମୁଁ ପକେଇବି କ'ଣ କରିବି ତ ଆପଣମାନେ ସବୁ ଦେଖିବେ ଭିଡ଼ିଓ। ତ ଏବେ ମୁଁ ଯାଉଛି ବାହାରେ ପଳେଇବି ମାନେ ଅଲରେଡ଼ି ବହୁତ ଲେଟ୍ ହେଇଗଲାଣି ପାଖାପାଖି ଟାଇମ୍ ଏବେ ହେଇଗଲାଣି 7ଟା 8ଟା ବାଜିବ ତ ଯାଉଛି ଆଉ ଲେଟ୍ କରିବାନି ପଳେଇବା। ତ ମୁଁ ଡାଇରେକ୍ଟ ଯାଇକି ଆପଣଙ୍କୁ କଲେଜରେ ଦେଖା କରୁଛି ରୁମ୍ରେ ତ ରହିଲି ଏବେ ପାଇଁ ଜୟ ଜଗନ୍ନାଥ। ତ ସାଙ୍ଗମାନେ ମୁଁ ଆସି ପହଞ୍ଚିଗଲି ଏବେ ଟାଇମ୍ ପାଖାପାଖି ହେଇଗଲାଣି 8:30 ବହୁତ ସମୟ ଲାଗିଲା ଗାଡ଼ି ଆଣିକି ରଖିଦେଲି ଗାଡ଼ି ଆଣିକି ରଖିଦେଇଛି ତ ଆସନ୍ତୁ ଯିବା ବହୁତ ସମୟ ହେଇଗଲାଣି ଟାଇମ୍ ଆଜି ଫାର୍ଷ୍ଟ ଟାଇମ୍ ପାଇଁ ମୁଁ ଆସିଛି ଏତେ ସମୟ ହେଇଗଲାଣି ମାନେ ମିନିମମ୍ 3 ଘଣ୍ଟା ପ୍ଲସ୍ ଲାଗିଗଲା ରହିକି ବାଟରେ ଆସିଲି ତ 3 ଘଣ୍ଟା ପ୍ଲସ୍ ଲାଗିଗଲା ଅନ୍ଧାର କରିଦେଇଛନ୍ତି। ଆସନ୍ତୁ ଖୋଲିକି ଭିତରକୁ ଯିବା ରୁମ୍ ତାପରେ ଦେଖିବା।
ତ ରୁମ୍ ଭିତରକୁ ପଳେଇ ଆସିଲି। ଲଗେଇଛି। ତ ସାଙ୍ଗମାନେ ମୁଁ ଏବେ ଆସିକି ସବୁ କାମ ସାରି ତ ଏବେ ଖାଇବା ପାଇଁ ଯାଉଛି ତୃପ୍ତି ସାର୍ଙ୍କ ଘରକୁ ଖାଇବା ପାଇଁ ଯାଉଛି। ଏଟା ମୋମୋ ନେଇଛି ତ ସେଇଠି ତାଙ୍କ ଘରେ ଆଜି ଖାଇଦେବୁ ଆଉ ରୁଟି ତା ସାଙ୍ଗରେ କ'ଣ ତାଙ୍କ ତରକାରୀ ଦେଇଦେବୁ ଜାଣିନି। ଯାଉଛି ଖାଇଦେବୁ ଆଉ। କାମ କିଛି ଥିଲା ସଫାସଫି କରିଦେଲି, ଘର ସଫା କରିଦେଲି, ପୁରା ସବୁ କାମ ସରିଯାଇଛି। ଏବେ ଖାଲି ଯିବି ଖାଇବି, ଆସିବି, ଶୋଇବି। ଭାଇ ତାଙ୍କର ଅଛନ୍ତି ସବୁ, ଏଠି ବି ବସିଛନ୍ତି। ତୃପ୍ତି ଆସୁଛି, ଆସିଲେ ଯିବୁ ଆଉ। ଆଜି କାହାର ଖେଳ? ରାଜସ୍ଥାନ ତୃପ୍ତି ସାର୍ ଆସିଗଲେ, ଆମେ ଚାଲୁ ଖାଇବା ପାଇଁ। ଆଜି ଭାଇ ତୃପ୍ତି ସାର୍ଙ୍କ ଘରକୁ ଯାଉଛୁ ଖାଇବା ପାଇଁ। ମୋମୋ ଆଣିଛି ତମ ପାଇଁ, ଆଣିଥିଲି ଥୋଇଥିଲି। ମୁଁ କହିଲି ଏକାଥରେ ଯଦି ଯିବି ଖାଇବି, ନହେଲେ ଏଇଠି ଖାଇବି। ହଁ।